ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଗୀତ ସଂହିତା ପୁସ୍ତକ 14 ଗୀତର ଚତୁର୍ଥ ପଦରେ ଆମେ ଏହିପରି ପାଠ କରୁ। ଅଧର୍ମାଚାରୀ ସମସ୍ତଙ୍କର କି କିଛି ଜ୍ଞାନ ନାହିଁ, ସେମାନେ ମୋ ଲୋକମାନଙ୍କୁ ଆହାର ପରି ଗ୍ରାସ କରନ୍ତି ଓ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। ଯିଏ କହେ ଯେ ଈଶ୍ୱର ନାହାନ୍ତି ବୋଲି ତାହାକୁ ଦାଉଦ ମୂଢ଼ କହନ୍ତି। ସେହିପରି ଲୋକେ ମନ୍ଦ କାର୍ଯ୍ୟ କରିବାକୁ ଭଲ ପାଆନ୍ତି। ସେମାନେ ଦୁର୍ବ୍ୟବହାର ଓ ଭ୍ରଷ୍ଟାଚାର କରି ଧନ ଉପାର୍ଜନ କରନ୍ତି ତଥା ସେମାନେ ବଳବାନ ହୁଅନ୍ତି। ଫଳସ୍ୱରୂପେ ସଦ୍ଭକ୍ତ ଓ ଧାର୍ମିକମାନଙ୍କୁ ସେମାନେ ଘୃଣା କରନ୍ତି। ସେମାନଙ୍କର ଅତ୍ୟାଚାର କରନ୍ତି ତଥା ସେମାନଙ୍କ ପ୍ରାଣହାନି କରିବାକୁ ପ୍ରୟାସ କରନ୍ତି। ହୃଦୟରେ ଈଶ୍ୱରଙ୍କ ଭୟ ନଥିବାରୁ ସେମାନେ ଏହିପରି ଦୁଷ୍ଟାମି କରନ୍ତି, ପୁଣି ଏହାର ଗୁରୁତରତା ସେମାନେ ବୁଝନ୍ତି ନାହିଁ। ସେମାନେ ଧାର୍ମିକମାନଙ୍କୁ ଏତେ ସହଜରେ ତାଡ଼ନା କରନ୍ତି ଯେପରି ଭୋଜନ କରିବା ସହଜ ହୋଇଥାଏ। ତଥାପି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ବିଶ୍ୱାସୀମାନଙ୍କୁ ପୂର୍ବରୁ ହିଁ କହିଛନ୍ତି, ଯଦି ଜଗତ ତୁମମାନଙ୍କୁ ଘୃଣା କରେ ତେବେ ତୁମମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି ଏହା ଜାଣ। ହଁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତକୁ ଆସିଲେ, ମାତ୍ର ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେମାନେ ତାହାଙ୍କୁ ଏତେ ଘୃଣା କଲେ ଯେ ସେମାନେ ତାହାଙ୍କୁ ଧରି କ୍ରୁଶରେ କଣ୍ଟାବିଦ୍ଧ କରି ହତ୍ୟା କଲେ। ତଥାପି ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ। ଯେଉଁମାନେ ତାହାଙ୍କୁ ଘୃଣା କଲେ ସେମାନଙ୍କ ସମ୍ବନ୍ଧରେ ସେ କହିଲେ, ଯଦି ମୁଁ ଆସି ସେମାନଙ୍କୁ କହିନଥାନ୍ତି ତାହେଲେ ସେମାନଙ୍କର ପାପ ହୋଇନଥାନ୍ତା। କିନ୍ତୁ ଏବେ ସେମାନଙ୍କର ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ। ଯେଉଁ କର୍ମ ସବୁ ଆଉ କେହି କରିନାହିଁ, ମୁଁ ଯଦି ସେ ସବୁ ସେମାନଙ୍କ ମଧ୍ୟରେ କରିନଥାନ୍ତି ତାହେଲେ ସେମାନଙ୍କର ପାପ ହୋଇନଥାନ୍ତା। କିନ୍ତୁ ଏବେ ସେମାନେ ଦେଖିଅଛନ୍ତି ଆଉ ମୋତେ ଆଉ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି। ପ୍ରଭୁ ଶ୍ରୀଖ୍ରୀଷ୍ଟ ତ ଏହି ଜଗତକୁ ଆସିଲେ ଏବଂ ସମସ୍ତଙ୍କ ନିକଟରେ ସ୍ୱର୍ଗ ରାଜ୍ୟର ସୁସମାଚାର ଘୋଷଣା କଲେ। ସେ ଅନେକ ଆଶ୍ଚର୍ଯ୍ୟ କର୍ମ କଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେଲେ, ତଥାପି ସେମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ନାହିଁ। ଅର୍ଥାତ୍ ଏହା ହିଁ ସେମାନଙ୍କର ପାପ। ପାପର ଦଣ୍ଡ ମୃତ୍ୟୁ, ଅର୍ଥାତ୍ ଚିରକାଳ ପାଇଁ ନର୍କାଗ୍ନିରେ ନିକ୍ଷିପ୍ତ ହେବା। ଆଜି ଜଗତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ଆଶ୍ଚର୍ଯ୍ୟ କାର୍ଯ୍ୟ ଅର୍ଥାତ୍ ତାହାଙ୍କ ମୃତ୍ୟୁ ଓ ପୁନରୁତ୍ଥାନର ବିଷୟ ପ୍ରଚାରିତ ହେଉଅଛି। ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ପୁଣି ତାହାଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଓ ପ୍ରଭୁ ରୂପେ ଗ୍ରହଣ କରନ୍ତି, ସେମାନେ ଅନନ୍ତ ଜୀବନ ପାଆନ୍ତି, ଯାହା ସ୍ୱର୍ଗର ଜୀବନ ଅଟେ। ତେବେ ଆପଣ କି ସେମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ପ୍ରଭୁଙ୍କୁ ତଥା ତାହାଙ୍କର ଲୋକମାନଙ୍କୁ ଘୃଣା କରନ୍ତି? ତେବେ ତାହାଙ୍କୁ ଗ୍ରହଣ କରି ଅନନ୍ତ ଜୀବନର ଅଂଶୀ ହୁଅନ୍ତୁ। ଈଶ୍ୱର ଏଥିପାଇଁ ଆପଣଙ୍କୁ ସାହାଯ୍ୟ କରନ୍ତୁ।